ବର୍ଷେ ନୁହଁ କି 2 ବର୍ଷ, ଆଜକୁ ଦୀର୍ଘ 40 ବର୍ଷ ହେଲା ଅସମାହିତ ହୋଇ ରହିଯାଇଛି ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟା। ଏଯାଏଁ ବି ଲୋକଙ୍କୁ ମିଳିପାରିନି ସ୍ଥାୟୀ ଜମିପଟ୍ଟା, ଗାଁକୁ ମିଳିପାରିନି ରାଜସ୍ୱ ଗ୍ରାମର ମାନ୍ୟତା। ଫଳରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଶତାଧିକ ବିସ୍ଥାପିତ ପରିବାର। ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଝରାଗୁଗୁଆ ପଞ୍ଚାୟତର ଫୁଲପଥରଖୋଳ ଗ୍ରାମ। ଏହି ଗ୍ରାମରେ ଆଜକୁ ଦୀର୍ଘ 40 ବର୍ଷ ହେଲା ବସବାସ କରି ଆସୁଛନ୍ତି ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା 100ରୁ ଉର୍ଦ୍ଧ୍ୱ ପରିବାର। ଗତ 1980-81 ମସିହାରେ ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ନଈକୂଳ ଗ୍ରାମଟି ଜଳମଗ୍ନ ହୋଇଥିଲା। ଏହି ଗ୍ରାମରେ ବସବାସ କରୁଥିବା 53ଟି ପରିବାରକୁ ସରକାର ଲିଜ୍ ଆକାରରେ 6.5 ଏକର ଲେଖାଏଁ ଜମି ଓ କେ ଫର୍ମ ପଟ୍ଟା ପ୍ରଦାନ କରି ଫୁଲପଥରଖୋଳ ଗ୍ରାମରେ ଥଇଥାନ କରିଥିଲେ। ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ ଇତିମଧ୍ୟରେ ଦୀର୍ଘ 40 ବର୍ଷ ବିତି ଯାଇଥିଲେ ବି ବିସ୍ଥାପିତ ଲୋକଙ୍କୁ ମିଳିପାରିନି ସ୍ଥାୟୀ ଜମିପଟ୍ଟା। ସ୍ଥାୟୀ ଜମିପଟ୍ଟା ପ୍ରଦାନ କରିବାକୁ ଯେପରି ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ ସରକାର। ଏପରିକି ଦୀର୍ଘ 40 ବର୍ଷ ହେଲା ଶତାଧିକ ବିସ୍ଥାପିତ ପରିବାର ବସବାସ କରି ଆସୁଥିବା ଫୁଲପଥରଖୋଳ ଗ୍ରାମକୁ ଏପର୍ଯ୍ୟନ୍ତ ମିଳିପାରିଲାନି ରାଜସ୍ୱ ଗ୍ରାମର ମାନ୍ୟତା। ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ବିସ୍ଥାପିତ ପରିବାର। 1980 ମସିହାରୁ ରେଙ୍ଗାଳି ବାସଚ୍ୟୁତ ହୋଇ ଏ ଫୁଲପଥରଖୋଳ ଗ୍ରାମରେ ଆମେ ଆସିଅଛୁ, ଯୋଉଟାକି ସେଠି ଆମର ଆଜ୍ଞା 5ଟା ୱାର୍ଡ ଥିଲା, କିନ୍ତୁ ବର୍ତ୍ତମାନ ଆମେ ଏଠିକି 53 ପରିବାର ଆସିଥିଲୁ। 53 ପରିବାରରୁ ଆଜ୍ଞା ଆମର ଯୋଉ ଭାଇ ଭାଗ ଏମିତି ହେଇକି 100+ ହେଇଗଲାଣି ପରିବାର। କିନ୍ତୁ ଦୁଃଖର ବିଷୟ ସରକାର ଆମକୁ ସେଠାରୁ 6 ଏକର ଲେଖା ଜାଗା ଦେଇଛନ୍ତି, କିନ୍ତୁ ଯୋଉ ଜାଗାର ଆମର ଭ୍ୟାଲୁ ନାହିଁ, ରେଭେନ୍ୟୁ ଭିଲେଜ ହେଇନାହିଁ ବୋଲି ଆମ ଜାଗାର କିଛି ଭ୍ୟାଲୁ ରହୁନାହିଁ। ଆମେ ଯେକୌଣସି ସମସ୍ୟାର ସମ୍ମୁଖୀନ ହେଉଛୁ, ଯୋଉଟାକି ଆମେ ସ୍ଥାୟୀ ରେସିଡେଣ୍ଟ ଖଣ୍ଡେ ପାଇବାକୁ ହେଲେ ସରପଞ୍ଚର ଲେଖା ନହେଲେ ଆମେ କିଛି କରିପାରୁନାହିଁ। ଆମେ ଟ୍ରେସ୍ ମ୍ୟାପ୍ ଗୋଟେ ହେଲେ ଆର୍ଆଇ ଆମକୁ କହୁଛନ୍ତି ଯେ ତମର ରେଭେନ୍ୟୁ ଭିଲେଜ ହେଇନାହିଁ, ତମକୁ ଆମେ ଟ୍ରେସ୍ ମ୍ୟାପ୍ ଦେବୁ ନାହିଁ। ରିସେଣ୍ଟ ଆଜ୍ଞା ଆମର କୌଣସି ସରକାର ଯୋଜନା କିଛି ଗୋଟେ ଆମେ ଧାନ ଚାଷ କରୁଛୁ, ଧାନକୁ ଆମେ କୌଣସି ଜାଗାରେ ବିକ୍ରି ବି କରିପାରୁନାହିଁ। ତ ଆମେ ଆଜ୍ଞା ଚଳବୁ କେମିତି? ସରକାର ଏବେ ଘୋଷଣା କରୁଛନ୍ତି ଯେ ପିଲାମାନେ ଯେଉଁ ଅଛନ୍ତି ଉଚ୍ଚଶିକ୍ଷିତ ପିଲାମାନେ ସ୍ୱାବଲମ୍ବୀ ହେବା ପାଇଁ ସରକାର ନାନା ପ୍ରକାର ଯୋଜନା ଅଛି, ଯୋଉଟାକି ସେ ଯୋଜନାରୁ ବି ଆମେ କିଛି ବି ଲାଭ ପାଇପାରୁନାହିଁ। ସମସ୍ୟା ଉପରେ ମନ୍ତ୍ରୀ ଏମଏଲଏ ଆଇଦରୁ ସମସ୍ତଙ୍କୁ କିଛି ଜଣାହେଇଛି, ତାପରେ କଲେକ୍ଟରକୁ ବି ଜଣାହେଇଛି। ଏଇ ଏବେ ବି ଯେଉଁ କଲେକ୍ଟର ଆସିଲେ ତାକୁ ବି ଜଣାହେଇଛି, ସମସ୍ତଙ୍କୁ ଜଣାହେଇଛି ଆଜ୍ଞା। ଏହାପରେ ବି ଆମେ କଚେରୀରେ ଯାଇକିରି ଅନୁଶୋଚନ ବି କରିଥିଲୁ 2-4 ଥର। ସବୁଠି ଆଜ୍ଞା ଆମେ ଯାଇ ଆସିକିରି ବହୁତ ଧାଁ ଧବୁଡ଼ କରିପାରିଛୁ, କିନ୍ତୁ ସରକାର ଏପର୍ଯ୍ୟନ୍ତ ଆମକୁ କିଛି ଶୁଣୁନାହିଁ। ରେଙ୍ଗାଳି ବିସ୍ଥାପିତ ଲୋକଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ ଓ ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯିବା ଦିଗରେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ସଚେତନ ମହଲର ଦାବି ହେଉଛି। ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ।